ମଙ୍ଗଳବାର ପଣାରେ ଯଦି ଛେନା ଟିକେ ପଡ଼ିଥାଏ ବହୁତ ମନ ଶାନ୍ତି ଲାଗିଥାଏ। ତ ଘିଅ ଦୀପ ଦେଇ ଠାକୁରଙ୍କର ଟିକେ ପୂଜା ଅର୍ଚ୍ଚନା କରିଥିଲି। ଅରୁଆ ଡାଲମାଟେ ବନେଇ ଦେଇଥିଲି। ଆଗ ତ ଛୁଆମାନଙ୍କର ବାପାଙ୍କ କାମ ତ ବାପାଙ୍କ କାମ ସରିଥିଲା, ପରିକିଟି ଖୁଆଉଥିଲି ଆଉ। ତାପରେ ଆସିଥିଲା ମୋ ପାଳି। ତାଙ୍କର ତ ସ୍କୁଲ ଛୁଟି ହେଇଛି, ଭଗବାନ ଘରେ ଯାହା କରୁଛନ୍ତି ମୁଣ୍ଡ ଟିଣ କରିଦଉଛନ୍ତି। ତାପରେ ଦେଖୁନାହାନ୍ତି ବାପା କାଲି ସକାଳେ ଇଟିଲି, ପୁରୀ ଆଉ ମଟର ତରକାରୀ ନେଇକି ପଳେଇ ଆସିଥିଲେ। ଛଣିବାକୁ ଯାଇଥିଲେ ତ ଜଳଖିଆ ବି ନେଇ ଆସିଥିଲେ। ତ ଏମାନଙ୍କର ଜମିଲା ଆଉ। ଇଂଲିଶ ବାରିରେ କଣ ପଖାଳଟା ଆଉ ହେଇପାରିବନି। ତାପରେ ଭାବିଲି ନାଇଁ ନାଇଁ ଏମିତି କେମିତି ହବ। ପିଲାଙ୍କ ସ୍କୁଲ ଛୁଟି ଅଛି ନା, ପିଲାଙ୍କ ସହିତ ମିଶିକି ଟିକେ ଟିକେ ଖିଆ ହବ ନା। ତ ପୋଡ଼ା ପୋଡ଼ି କରି ପାଗଟେ ବନେଇଲି, ଛୁଆଙ୍କୁ ପୁଣି ଡାକିଲି ଆସ ଖାଇବା। ତ ଏମିତି କରୁ କରୁ ହେଇଯାଇଥିଲା ଖାଇବା ଲେଟ୍। ତ ଆଉ ସନ୍ଧ୍ୟାରେ ପିଲା କିଛି ଖାଇଲେନି, ଖାଲି କ୍ଷୀର ହଲିସ୍ ପିଲେ। ମୁଁ କହିଲି ଆରେ ମୁଁ କଣ ଖାଇବି କି, 8ଟା ସାଢ଼େ 8ଟା ବେଳକୁ ଟିକେ ମୁଢ଼ି ମିକ୍ସଚର ଖାଇଥିଲୁ। ମୁଢ଼ି ଭିତରୁ ବାଦାମ କୁଆଡ଼େ ଗାୟବ ହେଇଯାଉଛି, ଧନମର କହୁଛି ହେଇଠି ପରା ଅଛି। ଦିନ ପରେ ଦିନ ଗଲା, ଆଜି ଆସି ଗୁରୁବାର ହେଇଯାଇଥିଲା। ସାନ ଯାହା ଠାକୁର ପୂଜା କରିଥିଲା, ମୋର ରୋଷେଇବାସ ଚାଲିଥିଲା। ଶାଗଟା ଲାଷ୍ଟକୁ ରଖିଲି, କଖାରୁ ଫୁଲଟା ପକେଇ ଦେଇଥିଲି ଆଉ। ସନ୍ଧ୍ୟାବେଳେ କରିବି ଉପମା, ରାତିରେ କରିବି ତରକାରୀ। ସବୁ ପନିପରିବା କାଟିକି ରଖିଦେଇଥିଲି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କମେଣ୍ଟ କରି ସବସ୍କ୍ରାଇବ କରିବି ବୋଲି ଆଶା ରଖିଲି।